ରୁବି ପଲ୍ଲବୀଙ୍କୁ କହୁଛନ୍ତି ମୋତେ ଷ୍ଟୋର ରୁମ୍ ଚାବି ଦେ, କିନ୍ତୁ ପଲ୍ଲବୀ ରୁବିଙ୍କୁ କହୁଛନ୍ତି ଷ୍ଟୋର ରୁମ୍ ଚାବି ମୋ ହାତରେ ଅଛି ମାନେ ଏ ଚାବିକୁ ମୁଁ ଆଉ କାହା ହାତକୁ ଯିବାକୁ ଦେବିନି। ପଲ୍ଲବୀଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ତାପରେ ରୁବି ପଲ୍ଲବୀଙ୍କୁ କହୁଛନ୍ତି ତୁ କ'ଣ ପୋଲିସ ଅଫିସର, ସେଥିପାଇଁ ମୋତେ ନାଲି ଆଖି ଦେଖାଉଛୁ। ରୁବିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ରୁବିଙ୍କୁ କହୁଛନ୍ତି ମୁଁ କୌଣସି ପୋଲିସ ଅଫିସର ନୁହେଁ, ମୁଁ ହେଉଛି ପଲ୍ଲବୀ ଆଦର୍ଶ ମହାପାତ୍ର, ଏ ଘରର ମାଲିକାଣୀ। ପଲ୍ଲବୀଙ୍କ ପାଖରୁ ଏମିତି କଥା ଶୁଣିବା ପରେ ରୁବି ଏକଦମ ଚୁପ୍ ହେଇଯାଉଛନ୍ତି। ଆଉ ତାପରେ ରୁବି ମାୟାଙ୍କୁ କହୁଛନ୍ତି ଦେଖୁଛୁ ତ ମାୟା, ତୋ ସାମ୍ନାରେ ପଲ୍ଲବୀ ନିଜକୁ କେମିତି ଏ ଘରର ମାଲିକାଣୀ କହୁଛି। ରୁବିଙ୍କ ପାଖରୁ ଏମିତି କଥା ଶୁଣିବା ପରେ ମାୟା ପଲ୍ଲବୀଙ୍କୁ କହୁଛନ୍ତି ମୁଁ ଚୁପ୍ ରହୁଛି ବୋଲି ତୁ ମୋ ଭଉଣୀକୁ ଇନସଲ୍ଟ କରିବୁ, ଆଉ ଏବେ ତୋର ଏତେ ସାହସ ହେଇଗଲାଣି ଯେ ତୁ ମୋ ସାମ୍ନାରେ କହିବୁ ଯେ ତୁ ଏ ଘରର ମାଲିକାଣୀ ବୋଲି। ମାୟାଙ୍କ ପାଖରୁ ଏମିତି କଥା ଶୁଣିବା ପରେ ପଲ୍ଲବୀ ମାୟାଙ୍କୁ କହୁଛନ୍ତି ମାମା ଆପଣ ନିଜେ ମୋତେ ଚାବି ଦେଇ କହିଥିଲେ ଆଜିଠୁ ଏ ଘର ମୋର, ଆଉ ଏ ଘରର ସବୁ ଦାୟିତ୍ୱ ମୋର। ଏବେ ଯଦି ଆପଣଙ୍କୁ ଲାଗୁନି ଏ ଚାବି ପାଇଁ ମୁଁ ଯୋଗ୍ୟ, ଆପଣ ଏ ଚାବି ରଖନ୍ତୁ। ଏମିତି କହିକି ପଲ୍ଲବୀ ଚାବିକୁ ଟେବୁଲ ଉପରେ ରଖି ଦଉଛନ୍ତି। କିନ୍ତୁ ମାୟା ପଲ୍ଲବୀଙ୍କୁ କହୁଛନ୍ତି ଏ ଘରକୁ ସମ୍ଭାଳିବା ପାଇଁ ମୋ ପକ୍ଷରେ ଆଉ ସମ୍ଭବ ନୁହେଁ, ସେଥିପାଇଁ ତୁ ଏ ଚାବିକୁ ରଖ। ଏମିତି କହିକି ମାୟା ପଲ୍ଲବୀଙ୍କ ହାତରେ ଚାବି ଧରେଇ ଦଉଛନ୍ତି। ଆଉ ଏମିତି ଘଟଣା ଦେଖିବା ପରେ ରୁବି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ, ମାୟା ଯେଉଁଭଳି ଭାବେ ପଲ୍ଲବୀଙ୍କ ହାତରେ ଚାବି ଧରେଇ ଦେଲେ ଆପଣମାନଙ୍କୁ ଭଲ ଲାଗିଲା କି? ଯଦି ହଁ କମେଣ୍ଟରେ ୟେସ୍ ଲେଖନ୍ତୁ।